ଆଜି ସକାଳୁ ଏପର୍ଯ୍ୟନ୍ତ ମୋ ନିଜ ପାଇଁ ମୁଁ ଗୋଟେ ମୁହୂର୍ତ୍ତ ସମୟ ବି ପାଇନଥିଲି। ତାହେଲେ ମୁଁ କ'ଣ କରୁଥିଲି ଆପଣମାନଙ୍କୁ କହୁଛି। ଦେଖନ୍ତୁ, ସକାଳୁ ଆଜି ଗୁହାଳ କାମ ସାରିକି ଫେରିଲା ବେଳକୁ ଠାକୁର ପୂଜା ପାଇଁ ତ ଯାହା ଫୁଲ ତୋଳିଥିଲି, ପୁଣି ମାଳ ପାଇଁ ଫୁଲ ତୋଳିଲି, ଆଉ ବସିକି ତାକୁ ଗୁନ୍ଥିଲି। ମନ କାହିଁକି ହେଲା, ମୋ ଧନ ଆଜି ନୂଆ ହେଇ ସ୍କୁଲ ଯିବ, ମୁଁ ଠାକୁରଙ୍କୁ ଗୋଟେ ମାଳ ଦେବି। ଆଜି ଗୁରୁବାର ଥିଲା, ବିଦ୍ୟାରମ୍ଭେ ଗୁରୁଶ୍ରେଷ୍ଠ। ତେଣୁ ଆମେ ଠିକ୍ କରିଥିଲୁ ଯେ କୁନିକୁ ଆଜିଠୁ ସ୍କୁଲ ଛାଡ଼ିବା ଆରମ୍ଭ କରିବୁ। ମୋ କୁନି ତାରାମ, ଆପଣମାନେ ତାକୁ ଭଲରେ ଜାଣିଛନ୍ତି। ଦେଖନ୍ତୁ, ମୁଁ ପୁଣି ଗାଧେଇ ପାଧେଇ ପୂଜା କାମ ସାରି ଲୁଗା ବଦଳେଇ କୁନିକି ସ୍କୁଲକୁ ନେଇକି ଯିବାକୁ ବାହାରି ପଡ଼ିଲି। ସକାଳୁ ନିଣ୍ଟୁକୁ ତା ମା ଛାଡ଼ି ସାରିଥିଲା, ଆର ପୁଅ ଦିହେଁ ବି ଯାଇ ସାରିଥିଲେ। ସେ ପ୍ରଥମ କରି ସ୍କୁଲ ଯାଉଥିବାରୁ ସମସ୍ତଙ୍କୁ ମୁଣ୍ଡିଆ ମାରିଲା। ଏ ମଝିଆ ବୋହୂ, ତା ବଡ଼ ମାମା, ସେ ତ ଦିତି ମାମା ବୋଲି ଡାକେ, ସିଏ କ'ଣ କଟାକଟି କରୁଥିଲା। ଆମ କୁନି ଯାହାକୁ ମୁଣ୍ଡିଆ ମାରିବ ନା, ତା ଗୋଡ଼କୁ ଦରାଣ୍ଡିକି ଖୋଜିବ। ସେ ପନିକି ପକେଇ ବସିଥିଲା, ତେଣୁ ସେ ତା ଗୁଣ ଜାଣି ଗୋଡ଼ ଦିଟି ଦେଖେଇଦେଲା। ସେ ତା ଗୋଡ଼କୁ ମୁଣ୍ଡିଆ ମାରି ଆସି ଅପାଙ୍କ ପାଖେ ପୁଣି ଟିକେ ଗେଲି ହେଲା, ଆଉ ସମସ୍ତଙ୍କୁ ଟା ଟା କରି ସ୍କୁଲ ବାହାରିଲା। ସେ ବଡ଼ ଉତ୍ସାହିତ ଥିଲା ସ୍କୁଲ ଯିବାକୁ, କାହିଁକିନା ତାର ସବୁ ଭାଇମାନେ ସ୍କୁଲ ଯିବାର ସେ ଦେଖୁଛି। ତାର ନୂଆ ଜୋତା ସେ ପିନ୍ଧିଲାନି, କହିଲା ମୋ ଗୋଡ଼ କାଟୁଛି, କିନ୍ତୁ ଚପଲ ପିନ୍ଧି ସାରିଥିଲା। ସେଥିପାଇଁ ମୁଁ ତାକୁ ଠାକୁର ଘର ଦୁଆର ମୁହଁରେ ଠିଆ କରେଇ ଠାକୁରଙ୍କୁ ପ୍ରଣାମ କରି ଟିକେ ବିଭୂତି ଆଣିକି ତାକୁ ଲଗେଇଦେଲି। ମୁଁ ଶାଢ଼ୀ ପିନ୍ଧିଥିଲି। କୌଣସି ଶିକ୍ଷା ଅନୁଷ୍ଠାନକୁ ଡ୍ରେସ୍ ପିନ୍ଧିକି ଯିବାକୁ ମୋତେ ଭଲ ଲାଗେ ନାହିଁ। ଯଦି ଦୁଆର ମୁହଁରୁ ତାକୁ ଆଣି ଆସିବାର ଥାନ୍ତା, ତାହେଲେ ମୁଁ ଡ୍ରେସ୍ ପିନ୍ଧି ସ୍କୁଟି ଚଲେଇକି ଯାଇଥାନ୍ତି। କିନ୍ତୁ ଆଜି ଯେହେତୁ ସେ ପ୍ରଥମ ଯାଉଛି, ମୋତେ ତ ଭିତରକୁ ଯିବାକୁ ହିଁ ପଡ଼ିବ ନା। ସେଥିପାଇଁ ମୁଁ ପୁଣି ଆଙ୍କୁ ସାଙ୍ଗ କଲି, କହିଲି ଆସ ଆଜି ଆମ କୁନିକି ନେଇ ସ୍କୁଲ ଯିବା। ତା ମା ବିଦା ଦେବାକୁ ଠିଆ ହେଇଥିଲା। ମୁଁ ଆରେ ଧନ, ମାମାକୁ ପୁରା ନମ କରିନୁ। ସେ ପୁଣି ଯାଇ ତା ମାମାକୁ ବି ନମ କରିଦେଲା। ତାଙ୍କୁ ଯେତେ ଯାହାକୁ ମୁଣ୍ଡିଆ ମାରିବାକୁ କହିଲେ ବି ସେ ଯାଇ ମୁଣ୍ଡିଆ ମାରେ, କାହିଁକିନା ସେ ପିଲାଟି ଦିନୁ ଏଇଟା ଆମ ଘରେ ତାକୁ ଆମେ ଶିଖେଇଛୁ। ପୁଣି ଆଙ୍କୁ ବି ମୁଣ୍ଡିଆ ମାରିଲା। ଏବେ ଆମେ ସ୍କୁଟର ନେଇ ବାହାରିଲୁ। ଆଉ ତାର ଆଜି ସୌଭାଗ୍ୟ, ତାର ପ୍ରଥମ ସ୍କୁଲ ଯିବା ଦିନରେ ଅପା ଆମ ଘରେ ଉପସ୍ଥିତ ଥିଲେ, ଆଉ ତାକୁ ଆଶୀର୍ବାଦ କଲେ। ତାକୁ ଧରି ଆମେ ସ୍କୁଟରରେ ତିନିହେଁ ଯାକ ଗଲୁ, ଯାଇକି ତାଙ୍କ ସ୍କୁଲରେ ପହଞ୍ଚିଗଲୁ। ସ୍କୁଲରେ ପହଞ୍ଚି ମୁଁ ତାକୁ ଭିତରକୁ ନେଇକି ଗଲି। ତାଙ୍କର ମ୍ୟାଡମ ମାନେ ଥିଲେ, ଆଉ କହିଲି ସେମାନଙ୍କୁ ବି ପ୍ରଣାମ କରିବାକୁ। ସେଥିରେ ବି ମୋ କୁନି ହେଳା କଲାନି କି ଅଚିହ୍ନା ବି କଲାନି, ସେମାନଙ୍କୁ ବି ସେ ପ୍ରଣାମ କଲା। ସତରେ ଆଜି ମୋତେ ବହୁତ ଖୁସି ଲାଗୁଥିଲା ଯେ ସେ କେତେ ଉତ୍ସାହିତ ଅଛି ସ୍କୁଲ ଯିବାକୁ। ତଥାପି ସନ୍ଦେହରେ ଥିଲି, ତାକୁ ଛାଡ଼ିକି ଆସିଲା ବେଳକୁ କାଳେ ସେ କନ୍ଦାକଟା କରିବ ବା ମୋତେ ରହିବା ପାଇଁ କହିବ। ଦେଖାଯାଉ କଥା କେତେ ବାଟ ଯାଉଛି। ସବୁ ପରେ ପାଖରେ ଥିବା ଖେଳନା ଘୋଡ଼ା ଉପରକୁ ସେ ଆଗ୍ରହରେ ନିଜେ ନିଜେ ଚାଲିଗଲା, ଆଉ ସେଇ ଘୋଡ଼ା ଉପରେ ବସି ପଡ଼ିଲା। ମୁଁ ଦେଖିଲି ସୁବର୍ଣ୍ଣ ସୁଯୋଗ। ମୁଁ ତାକୁ ଗେହ୍ଲୁ କରି କହିଲି, ମୋତେ ଟିକେ ବାଇ କଲୁ, ମୁଁ ଏଇଠି ଯାଇ ବସିବି। ସତକୁ ସତ ସେ ମୋତେ ବାଇ କରିଦେଲା। ମୁଁ ଘରକୁ ଆସିଲି। ଆଉ ବଡ଼ ଖୁସିର କଥା ଯେ ଆଜି କୌଣସି ଅଭିଯୋଗ ନଥାଇ ସେ ଠିକ୍ 12ଟା ବେଳେ ତା ଭାଇ ସାଙ୍ଗରେ ହିଁ ଫେରିଲା। ଅବଶ୍ୟ ତା ଭାଇ 8:30ରେ ଯାଇଥିଲା, ଇଏ 9:30ରୁ 10 ଭିତରେ ଗଲା, ଆଉ ବାକି ସମୟ ସେଠି ରହିଲା। ତାକୁ ଆଣିବାକୁ ଗଲାବେଳେ ତା ମ୍ୟାଡମ ମାନେ ତାର ଖୁବ୍ ପ୍ରଶଂସା କରୁଥିଲେ। ମୁଁ ସେଇଥିପାଇଁ ଏଇ ଭିଡ଼ିଓଟି ହିଁ ଆଜି ପକେଇଲି। ଏବେ ଆସି ଖାଇ ପିଇ ସାରି ଏ ଭିଡ଼ିଓ ଆପଣମାନଙ୍କୁ ଦଉଛି। ଆଉ ଆମ କୁନି ତାରାକୁ ସମସ୍ତେ ଆଶୀର୍ବାଦ କରନ୍ତୁ, ସେ ଦୁନିଆରେ ଗୋଟେ ବହୁତ ଭଲ ମଣିଷ ହେଇକି ନାଁ କମାଉ। ଆଉ ଆଜିଠୁ ହିଁ ତାର ସ୍କୁଲ ଯିବା ଆରମ୍ଭ ହେଲା। ତାକୁ ମୁଁ ଦେଖନ୍ତୁ ଛାଡ଼ିକି ଆସିଲା ବେଳେ ମୋର ଯେଉଁ ସନ୍ଦେହ ଥିଲା, ସେଇଟା ବି ମୋର ରହିଲାନି, ଆଉ ସେ ମୋତେ ବାଇ କରିଦେଇଥିଲା। ଆଉ ମୁଁ ଆସିଥିଲି ଠିକ୍ ବେଳରେ, ପୁଣି ଆମେ ଦିହେଁ ଯାଇ ତାକୁ ନେଇ ଆସିଥିଲୁ। ସେ ବହୁତ ଭଲରେ କଟିଲା।